मशरूम पकोड़ा खाया ପାଇଁ ଚାହୁଁଛନ୍ତି ଆଉ ସେ ନର୍ମାଲ ପକୋଡ଼ା ଖାଇକି ବୋର ହେଇଗଲେଣି ତାହେଲେ ଚାଲନ୍ତୁ ଟିକେ ଅଲଗା ଷ୍ଟାଇଲରେ ବନେଇବା। ମାନେ ପକୋଡ଼ା କ୍ରିସ୍ପି ହବ ତା ସହିତ ଚୋବେଇଲା ବେଳକୁ ପାଟିକି ଟିକେ ଅଲଗା ଟେଷ୍ଟ ଲାଗୁଥିବ। ତାହେଲେ ଚାଲନ୍ତୁ ବନେଇବା ଆଜିର ମଶରୁମ ପକୋଡ଼ା। ସେଇଥିପାଇଁ ପ୍ରଥମେ କିଛି ମଶରୁମକୁ ଭଲସେ ଚକଟିକି ଧୋଇକି ନେଇ ଆସିଲି। ତାପରେ ତାକୁ କାଟିଲା ବେଳେ ଟିକେ ବଡ଼ ବଡ଼ କରି କାଟିବେ। ମୁଁ ଏଠି ଆଉ ଟିକେ ଛୋଟ କରିଦେଇଥିଲି, ମାନେ 6 ଖଣ୍ଡ କରିଛି, ଆପଣ 4 ଖଣ୍ଡ କରି କାଟିବେ। କାହିଁକି ନା ମଶରୁମ ସିଝିଗଲା ପରେ ବେଶୀ ଛୋଟ ହେଇଯାଏ, ତେଣୁ ଟିକେ ବଡ଼ ରହିଲେ ହିଁ ଖାଇବା ପାଇଁ ବେଶୀ ଭଲ ଲାଗିବ। ନହେଲେ ମୋ ଭଳିଆ ଖୋଜୁଥିବେ ଯେ ମଶରୁମ କୁଆଡ଼େ ଗଲା। ମଶରୁମକୁ କାଟିକି ସାଇଡରେ ରଖିଲି। ତାପରେ ଗୋଟେ ବାଉଲରେ 2 ଚାମଚ ବେସନ, ଅଧା ଚାମଚ ଚାଉଳ ଗୁଣ୍ଡ ଆଉ ତାର ଅଧା ଚାମଚ କର୍ନଫ୍ଲୋର ପକେଇଲି। ଯଦି ଚାଉଳ ଗୁଣ୍ଡ ନାହିଁ ତାହେଲେ ପତଳା ଦାନା ସୁଜି ଅଳ୍ପ ଟିକେ ମିଶେଇ ପାରିବେ। ଆଉ ସେଥିରେ କିଛି କଟା ପିଆଜ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ, ଛେଚା ଅଦା ରସୁଣ ଆଉ କିଛି ଧଳା ରାଶି ପକେଇଲି। ତା ସହିତ ଆଉ ଟିକେ ହଳଦୀ ଆଉ କିଛି ଗରମ ମସଲା ପକେଇକି ଅଳ୍ପ ପାଣି ଦେଇକି ଭଲସେ ଗୋଳେଇ ଦେଲି। ଆଉ ଯେକୌଣସି ପକୋଡ଼ା ବନେଇଲେ ଡାଇରେକ୍ଟ ପରିବା ସହିତ ସବୁ ଗୋଳେଇ ଗାଳେଇକି ଛାଣି ଦଉ, କିନ୍ତୁ ମଶରୁମ ପକୋଡ଼ାରେ ଆଗେ ତାର ବ୍ୟାଟରଟା ବନେଇବା। କାହିଁକି ନା ମଶରୁମକୁ ଅଧିକ ସମୟ ଗୋଳେଇକି ରଖିଲେ ସେଥିରୁ ପାଣି ବାହାରିବ ଆଉ ବ୍ୟାଟରଟା ପାଣିଆ ହେଇଯିବ। ଆଉ ସେମିତି ହେଲେ ମଶରୁମର କୋଟିଂଟା ଭଲସେ ଲାଗି ପାରିବନି, ଛାଣିଲା ବେଳେ ବେଶୀ କ୍ରିସ୍ପି ହବନି, ପୁରା ଅଏଲି ଚିପଚିପ ରହିବ। ଆଉ ପୁଣି ଏକାଥରେ ବି ସବୁ ଗୋଳେଇ ଦେବେନି, ଥରକର ଯେତିକି ଛାଣିବେ ସେତିକି ପକେଇବେ ଆଉ ସେତିକି ଛାଣିବେ। ସେମିତି ହେଲେ ପକୋଡ଼ା କ୍ରିସ୍ପି ରହିବ ଆଉ ଟେଷ୍ଟି ଲାଗିବ।